ସ୍ୱାତୀ ସ୍ୱାତୀ କଣ କରୁଛ? ଦେଖୁନ କଣ କରୁଛି। ଓହୋ ତ ସାଙ୍ଗ ଦେଖନ୍ତୁ ମୋ ପୁଅକୁ ଆଜି ମାସେ କମ୍ପ୍ଲିଟ ହେଲାନି 1 month କମ୍ପ୍ଲିଟ ସେଥିପାଇଁ ସ୍ୱାତୀ ଏଠି ସଜାସଜି କରିକି ଏମିତି ଭାବରେ ରଖିଛନ୍ତି ଆଉ ବହୁତ ବଢିଆ ହେଇଛି ଦେଖନ୍ତୁ ମ୍ୟାଡାମ ଏ ବୁଦ୍ଧିରେ ଆଗରୁ ଶିଖିଥିଲେ ନା ଏବେ ଶିଖିଲେ? ଆକ୍ଚୁଆଲି ଆଗରୁ ତ ଏସବୁ କରୁନଥିଲେ ଏବେ କରୁଛନ୍ତି ତ ସେଇ ହିସାବରେ ମାଇଣ୍ଡ ଟା ଖଟେଇକି କରିବାକୁ ପଡୁଛି ଆଉ। ମୁଁ ତ ତମ ଗୁଗଲରେ ଗୋଟେ ଫଟୋ ପଠେଇଥିଲି ସେଇଟା ନାଇଁ ମୁଁ କାହାର ଜିନିଷ ଦେଖିକି କପି କରିପାରିବିନି ମୋର ମୁଣ୍ଡ ଯେତିକି ଖଟିବ ମୁଁ ସେତିକି କାମ ଏ ସବୁ ତ ଜିନିଷ କଲ କାହିଁରେ କଲ ଏଟା ଚାଲ ତ ସାଙ୍ଗ ଦେଖନ୍ତୁ ଚାଉଳ ମ୍ୟାଡାମ ବ୍ଲାଙ୍କେଟ ଟା ମୋ ଧନ କାନ୍ଦିଲାଣି ଏ ମା ମୋ ଏଇଟା ବ୍ଲାଙ୍କେଟ ଧନ କାନ୍ଦିଲାଣି ଏଟା ନିଜେ ଉଠି ପାରିବ କି ନାଇଁ ଦେଖେ ଯା ଲଭ ଭାଙ୍ଗିଦେଲୁ ରେ ହାର୍ଟ ଭାଙ୍ଗିଦେଲୁ ରେ ବାପା ହାର୍ଟ ଭାଙ୍ଗିଦେଲୁ ଆରେ ମାମା ଭାଙ୍ଗିଦେଲା ମୋ ତ ଭାଇ କୁ ମାସେ ହେଇଗଲା ତତେ କେମିତି ଲାଗୁଛି ଗୋ ମା କେମିତି ଲାଗୁଛି ମାନେ ଜାଣିପାରିଲୁ ମାସେ ହେଇଗଲା ଜଣା ପଡିଲା 30 ଦିନ ତ ଟୋଟାଲ ଜଣା ପଡିଲାନି। ଟୋଟାଲ ଜଣା ପଡିଲା ନାଇଁ ବାବୁ ଆସିଲା ଘରକୁ ଟିକେ ହଁ ହଁ 2-3 ଦିନ ଏମିତି ହେଲା ଭଳିଆ ଲାଗୁଛି। ଏବେ ଏବେ ଆଇଲା ଭଳିଆ ଲାଗୁଛି ଏବେ ଜଷ୍ଟ ଘରକୁ ଆଇଲା ଭଳିଆ ଲାଗୁଛି ବାବୁ। ହଏ ହତ ହତ ଏବେ ଏବେ ଆସିଲା ବେଳେ ଲାଗିଲା କିନ୍ତୁ ମାସେ ହେଇଗଲା ତାର ତ 8 ଦିନ ମେଡିକାଲ ରେ ପଳେଇଲା ହଁ ସେଥିପାଇଁ ଏବେ ଏବେ ଭଳିଆ ଲାଗୁଛି। ହଁ ସେଇଟା ସେମିତି ସତ କଥା ଆମ ହିରୋ ଟୋକା ସମସ୍ତେ ବାବୁକୁ ବ୍ଲେସିଂସ୍ କରନ୍ତୁ ଯେମିତି କି 1 month ଭଲ ଭଲରେ କଟିଗଲା ସେ ପୁରା ବୁଢା ହେଲା ଯେ ସେମିତି ଭଲରେ ଭଲରେ କଟି ଯାଉ ଏ ବାପା ଏଇ ଧନ ଦାଦି ହଁ ଦାଦି ସେ ବୁଢା ହେଲା ସେ ବଡ ହେଇକି ବୁଢା ହେଲା ପରେ ବି ସେମିତି ଦେଖାଯିବ। କୁନ୍ତି ମୁହଁ ସେମିତି ଦେଖାଯିବ ମାତ୍ର ଏମିତି ଯୋଉ ଅଛି ଆଉ ତୁ କେମିତି ଦିଶିବୁ କଳା ଟୋପା ଲଗେଇକି ତାପରେ ତାର ଚୁଟି ହେଇକି ପୁରା ହ୍ୱାଇଟ ହେଇକି ଥିବ। ହଁ ଯେ ଚୁଟି ତ ହ୍ୱାଇଟ ହେଇଯିବ କଳା ଟୋପା ଲଗଉଥିବ ବୋଲେ ବୁଢା ହେଲା ତୁ ଏବେ କଳା ଟୋପା ଲଗଉଛୁ କଳା ଟୋପା ଲଗଉଥିବ ତାପରେ ସେମିତି ମୁହଁ ବୁଢିଆକା ରଖିବ ତାପରେ ସେ ଧଳା ଧଳା ଚୁଟି ହ୍ୱାଇଟ କଲର ଟା ଲଗେଇଦବ। ଏ କୁକୁଡ଼ା ଖାଇ କୋଉ କଥା ଯାକ କହୁଛୁ ରେ ହଁ ନହେଲେ ଚାଉଳ ଅଠା ମାରିକି ଲଗେଇଦବ ହେଲା। ହଁ ମୁଁ କାହିଁ ଲଗେଇଯିବି ତାକୁ ବଡ ହେଲା ପରେ କହୁଛି ନା। ଆରେ ସାଥୀ ମାସେ ହେଇଗଲା କିଛି ଜଣା ପଡିଲା ନାଇଁ ଶୋଇକି ଜଣା ତ ପଡୁନି ଏବେ ଏବେ ଭଳିଆ ଲାଗୁଛି 1 month ହେଇଗଲା ଦେଖେ ଦେଖୁ 1 year ହେଇଯିବ 2 year ହେଇଯିବ 5 year ହେଇଯିବ ସ୍କୁଲ ପଳେଇବ ବଡ ହେଇଯିବ କିଛି ଜଣା ପଡିବନି। ଆଉ ଏ ସବୁ ସାଥୀ ହିଁ ସଜେଇଛନ୍ତି ଦେଖନ୍ତୁ କେତେ ସୁନ୍ଦର ଭାବରେ ବଢିଆ ଲାଗୁଛି ଦେଖିବାକୁ ମତେ ତ ଭଲ ଲାଗୁଛି ଆପଣମାନେ କେମିତି ଲାଗୁଛି ନିହାତି କମେଣ୍ଟ ଦ୍ୱାରା ଜଣାଇବେ। ଯାହା ହଉ ଏତିକି ବିଦ୍ୟା ଥିବା ଯୋଗୁଁ ମୁଁ କାହାକୁ ଡାକି ପାରିନି ଡାକିବାକୁ ପଡୁନି ଡାକି ପାରୁନି ଆଉ ଆମ ସାଥୀକୁ ମାନେ ସତ କଥା କହୁଛି ଏଇ ଫ୍ୟାନ କାମ କରେଣ୍ଟ କିସ ହେଇଥିବ ଭଲ ଫଲ କିସ ହେଇଥିବ ବୋଲେ ଆମ ସାଥୀକୁ ଆଗ ମାନେ କରିଦିଅ ବୋଲେ କରିଦଉଛି ତାକୁ ଜଣା ଟିକେ ITI କରୁଥିଲୁ ନା କେମିତି ହଁ ଆଉ କେମିତି